ଆପଣ ତା ବିଷୟରେ ଟିକେ ମାନେ ତଦନ୍ତ କଲେ ଜଣାପଡ଼ିବ। ଖୋଜ ଖବର ନିଅନ୍ତୁ, କିଏ କରୁଛି, କାହିଁକି କରୁଛି, ଏ ପ୍ରଚାର କିଏ କରାଉଛି। ଏପର୍ଯ୍ୟନ୍ତ ରାଷ୍ଟ୍ରୀୟ ସଭାପତି ମୁହଁ ଖୋଲି କିଛି କହିନାହାନ୍ତି ବିଜେପିର। ଏ ବିଷୟ କିଏ କରୁଛି ସେ ବିଷୟ ଆପଣ ଅନୁସନ୍ଧାନ କରିବେ ନା। ଆଉ ବିଜେପି ହୁଏତ ଡରିକି ମେଣ୍ଟ କଥା କିଏ କରୁଛି ଆପଣ ତାକୁ ଅନୁସନ୍ଧାନଟା ଆପଣ କରିବେ ନା। ଯଦିଓ ବିଜେଡି ଚାହିଁବ ମେଣ୍ଟ କରିବା ପାଇଁ ବିଜେପି ଆହ୍ୱାନ କରିବ ତେବେ ଆକୁ ଗ୍ରହଣ କରିବ କି? ଆଗେ କିଏ କରୁଛି ଅନୁସନ୍ଧାନ କରନ୍ତୁ, ତାପରେ ପୁଣି ସେ ବିଷୟ ଆସିବ। ଏଥିରେ ଆଗେ ଅନୁସନ୍ଧାନ ସାପେକ୍ଷ, ଅନୁସନ୍ଧାନ କଲା ପରେ ମୁଁ ପ୍ରଶ୍ନ ପଚାରିଲେ ଭଲ ହେବ। ବିଜେପି କ'ଣ ଚାହୁଁନି? ଚାହିଁବା ଏ ବିଷୟରେ ପ୍ରଶ୍ନ କାହିଁ ଉଠୁଛି? ପ୍ରଶ୍ନ କାହିଁ ଉଠୁଛି? ଉଠିଥିଲା ଯେଉଁ ମେଣ୍ଟ ହେଉଛି ଆଗାମୀ ଦିନରେ, ତ ସେ ବିଷୟରେ କିଏ କରାଉଥିଲା, କିଏ କରେଇଲା, ତା ରୁଟ୍କୁ ଯାଆନ୍ତୁ। ଏଫେକ୍ଟ ଗୁଡ଼ାକ କାହିଁ ଦେଖୁଛନ୍ତି? ପ୍ରଚାର ତ ହେଇଛି, ମୁଁ ଜାଣିଛି। ମୁଁ ତ 12:30ରେ ଗଲି ଭୁବନେଶ୍ୱର ଛାଡ଼ିଲି। ମୋତେ ସାମ୍ବାଦିକମାନେ ପଚାରିଲେ ଆମ ମିଟିଂ ବୈଠକ ରୁଟିନ୍ ଯେମିତି କଥା, କେହି ତା ବିଷୟ ପଚାରିନାହାନ୍ତି। ମୁଁ ତ କିଛି କହିନାହିଁ। ଆମ ଅଲ୍ ଇଣ୍ଡିଆ ସଭାପତି ତ ଦିଲ୍ଲୀରେ କିଛି କହିନାହାନ୍ତି। 2:30ରେ ମୁଁ ଦିଲ୍ଲୀରୁ ଓହ୍ଲାଇଲା ବେଳେ ପୁରା ମନଗଢ଼ା କାହାଣୀ ସବୁ କେଉଁଠି ଆସିଥିଲା, ଏସବୁ ଚର୍ଚ୍ଚା ଆଲୋଚନା ଏ କାହାଣୀ ସବୁ କେଉଁଠି ଆସିଲା। ଆପଣ ସାମ୍ବାଦିକ ସମ୍ମିଳନୀ ଜରିଆରେ ସ୍ପଷ୍ଟ ମନା କରିସାରିଲା ପରେ ମଧ୍ୟ ଗୁଜବ କମିବାର ନାଁ ଦେଉନି। ଗୁଜବ ଆପଣ କରନ୍ତୁ, ଗୁଜବର ହାତ ଗୋଡ଼ ନାହିଁ। ଗୁଜବ କରାଯାଉ, ଗୁଜବ କରିବାକୁ କିଏ ମନା କଲା? ହର୍ସେସ୍ ମାଉଥରୁ ନ ବାହାରିଲା ପର୍ଯ୍ୟନ୍ତ ତ ଟିଭି ବାଲା ଆମ ଦଳର ନିଷ୍ପତ୍ତି ଗ୍ରହଣ କରିବେନି। ଟିଭି, ରେଡ଼ିଓ, ଖବରକାଗଜ, ପ୍ରଚାର ତନ୍ତ୍ର, ଆପଣଙ୍କର ଫେସବୁକ୍, ଦଳର ନୀତିଗତ ନିଷ୍ପତ୍ତି ପାର୍ଲାମେଣ୍ଟ ପାର୍ଟି ଗୋଟେ ଭାରତୀୟ ଜନତା ପାର୍ଟିର ଅଛି। ପାର୍ଲାମେଣ୍ଟ ପାର୍ଟିର ନିଷ୍ପତ୍ତି ହେବ ଆମ ଦଳର କିଏ କ୍ୟାଣ୍ଡିଡେଟ୍ ହେବ, ଆମ ଦଳର କେତେ ସିଟ୍ରେ ଲଢ଼ିବ, ଆମ ଦଳର କ'ଣ ନୀତିଗତ ନିଷ୍ପତ୍ତି ହେବ, କ'ଣ କରାଯିବ, ନିର୍ବାଚନ କାହା ସାହାଯ୍ୟରେ ଲଢ଼ାଯିବ, କାହା ସାହାଯ୍ୟରେ ଲଢ଼ାଯିବନି, ପାର୍ଲାମେଣ୍ଟ ପାର୍ଟି ଡିସାଇଡ଼୍ କରିବ ନା। ଆପଣ ନିଷ୍ପତ୍ତିଟା ଆପଣ ନିଜ ହାତକୁ କେମିତି ନେଉଛନ୍ତି? ଆପଣଙ୍କ 24 ଘଣ୍ଟା ଚ୍ୟାନେଲ୍ କେମିତି ବାଜିବ ସେ ବିଷୟରେ ଆପଣ ତତ୍ପର ହେବା ଉଚିତ। କିନ୍ତୁ ଏ ବିଷୟରେ ନୁହେଁ ଯେ ମନଗଢ଼ା କାହାଣୀ, ଯେଉଁ କଥାର କିଛି ଭିତ୍ତି ନାହିଁ, ଚର୍ଚ୍ଚା ଆଲୋଚନା ନାହିଁ, ସେ ବିଷୟ କେମିତି ଚର୍ଚ୍ଚା ହେବ? ଚର୍ଚ୍ଚା ହେଉଛି ଯେଉଁଟାକି ବିଜେଡି ଭୟର ତାଙ୍କୁ ପଚାରନ୍ତୁ, 24 ତାହେଲେ କ'ଣ ହେବ? ପଚାରନ୍ତୁ, ସମସ୍ତଙ୍କୁ ପଚାର। 24 କୌଣସି ସମ୍ଭାବନା ନାହିଁ। 24 ନିର୍ବାଚନ ହେବ, 12 ତାରିଖ ନିର୍ବାଚନ, 11, 12, 13 ଘୋଷଣା ହେବ, 18ରେ ନମିନେସନ୍, 18 ପାଖାପାଖିର ନମିନେସନ୍ ହେବ, ଟେଣ୍ଟେଟିଭ୍ ଜଣାପଡ଼ୁଛି। ଗତ ବର୍ଷ ହେଇଥିଲା। ପାର୍ଲାମେଣ୍ଟ ପାର୍ଟି ଡିସାଇଡ଼୍ କଲେ ମୁଁ ଲଢ଼ିବି। ମୋ ପାର୍ଟି ନିଷ୍ପତ୍ତି କରିବ, ମନ ଅନୁସାରେ ଲଢ଼ିବେ, ମୁଁ ନିଶ୍ଚୟ ଲଢ଼ିବି। ଏଠି ମୁଁ 5 ବର୍ଷ ହେଲା କାମ କରୁଛି, ନିଶ୍ଚୟ ଲଢ଼ିବି। ପାର୍ଟି ଯେଉଁଠି ଆଦେଶ କରିବ ସେଇଠି ଆମେ ଲଢ଼ିବୁ। ବିନା ମେଣ୍ଟରେ ବିଜେପି ଏକା ଲଢ଼ିବ। କିଏ? ବିନା ମେଣ୍ଟରେ ଯେଉଁଠି ହେବନି ବିଜେପି ତ ଲଢ଼ିବ। ବିଜେପି ତ ଲଢ଼ିବ ଏକାକି। 147, 21 ପାର୍ଲାମେଣ୍ଟ ବିନା ମେଣ୍ଟରେ ଲଢ଼ିବ। ସେ ଶବ୍ଦଟା କିଏ ଯୋଡ଼ିଲା? ସେ ଶବ୍ଦଟା କେଉଁଠୁ ଆସିଲା? ସେ ଶବ୍ଦଟା ତୁମେ ପଚାରିଲେ ମୋର ଉତ୍ତର କିଛି ନାହିଁ। ଶେଷ କ୍ୱେଶ୍ଚନ୍ ଅଛି, 2016 ମସିହାରେ ତ ସରକାର ସ୍ୟାଙ୍କସନ୍, ମୁଁ ମନ୍ତ୍ରୀ ଥିଲାବେଳେ 4-5ରେ ସ୍ୟାଙ୍କସନ୍ କରିଥିଲି। ବାଲିଆପାଳ ଘାଟ ମଝିରେ ସେମାନେ ବନ୍ଦ କଲେ, ବ୍ରିଜ୍ ଆଉ ରୋଡ଼ ପାଇଁ ନାବାର୍ଡ଼ ଦେବନି ପଲିସି କଲା। ପରେ ପୁଣି ନାବାର୍ଡ଼ ପୁଣି 7 ମସିହାରେ ଡିସେମ୍ବରରେ ହେଲା ଯେ ସବୁ ସ୍ୟାଙ୍କସନ୍ ଦେବ। ଆମେ ସବୁ ବ୍ରିଜ୍ ରାସ୍ତା ସବୁ କରିଦେଲୁ। ଏଠି ଯେଉଁ ବ୍ରିଜ୍ ରହିଲା, ଯେଉଁଟା ବାଲିଆପାଳ କହୁଛନ୍ତି, ମାନପୁର କହୁଛନ୍ତି, ଧାନକଣିଆ କହୁଛନ୍ତି, 3 ଥର ହେଲା। 3 ଥର ତ ବ୍ରିଜ୍ ଅନୁମୋଦନ ହେଇକି ସ୍ୟାଙ୍କସନ୍ ହେଇକି ଟେଣ୍ଡର 50 ଥର ହେଇଛି। ଏବେ କାମ ହେଉଛି, 50 ଥର ଟେଣ୍ଡର କରିବାକୁ ଲାଗିଲା ଏସବୁ। ତ ସବୁଗୁଡ଼ା ପୁଣି ନାବାର୍ଡ଼ରୁ ଅନୁମୋଦନ ହେଲା, ସ୍ୟାଙ୍କସନ୍ ହେଲା। ଆମେ ଇଭିନ୍ ଯେଉଁ ବାଁଶୁଡ଼ା ବ୍ରିଜ୍ ଆମେ L&T ଆଲଟମେଣ୍ଟ କରିଥିଲୁ କାମ ଦେବା ପାଇଁ। L&T ନ ଦେଇ ଗୋଟେ ତାଙ୍କ ଦଳୀୟ କର୍ମୀକି ଦେବା କାରଣରୁ ଆଜି 15 ବର୍ଷ ଅପେକ୍ଷା କରିବାକୁ ପଡ଼ିଲା ଗୋଟେ ବ୍ରିଜ୍ ପାଇଁ। ମୁଁ ନିଜେ ଅର୍ଡ଼ର କରିଥିଲି ସେଇଟା L&T କରିବ ବାଁଶୁଡ଼ା ବ୍ରିଜ୍। ତା ପିଲର ଗଡ଼ି ପଡ଼ିଲା, ଇଏ ଗଲା। ମୁଁ ପୁଣି କହିଲି ସେ ଯେଉଁ ଚିଫ୍ ସେକ୍ରେଟାରୀ PK ଜେନା ହେଇଛନ୍ତି ତାଙ୍କୁ କହିବା ପରେ ଟଙ୍କା ଫଙ୍କା ଦେଲେ ବୋଲି ସେ ଲୋକଟି କରିଛି। ତାକୁ ପଇସା ଦିଅ, ନହେଲେ ସେ ସର୍ଭର ହେଇଯିବ, ତାକୁ କହିବା କାରଣ ଦେଲେ। ମିନିମମ୍ ବ୍ରିଜ୍ ସ୍ୟାଙ୍କସନ୍ ତ ନାବାର୍ଡ଼ 2004-05ରୁ କରିସାରିଥିଲା, ପୁଣି ମଝିରେ କ୍ୟାନସଲ୍ କରିଥିଲା। 7-8ରେ ପୁଣି
अनुमोदन कला 7-8 आज पर्यटन लगला 24-17-18 वर्ष लगला ब्रिज्र शिलान्यास कर गोटे मार्बल मारे लगला 17 वर्ष से भी टेंडर होती कि नहीं क्या अलटमेंट होती कि नहीं मुझे जानी कि गोटे फलक लगे कथा आप जो कहते मुझे टीका टिप्पणी करा हूँ वासुदेवपुर आउ चांदवाल लाइफ लाइन ब्रिज जो ब्रिज नीलमणि समय लेखि नीलमणि देते मुझे कागज मत से नाबार्ड इडी दे चेयरमैन देले ओडिया लोक थे चेयरमैन सी मत देले 3 जन इडी ओडिया लोक थे नाबार्ड मुझे जो सब 200 कोटी सैंक्शन मुझे करैली अन्य प्रोजेक्ट में 70 कोटी सैंक्शन करैली 700 कोटी मुझे सैंक्शन करैली से मत से देले गोटे बालियापाल कोटे गोटे पड़ी मुझे तुरंत सैंक्शन कर से ब्रिजटा आम हवा दरकार तो से दिन सैंक्शन है नीलमणि समय लेखि देते अस्वीकार करवानी किसी जड़े नेता लिखी देते मना करेंगे सैंक्शन पुणी मुझे कहली ना ये सैंक्शन कर जेहेतु चेयरमैन हम ओडिया लोक थे नाबार्ड ऑल इंडिया एवं 3 जन इडी भी ओडिया लोक थे फलक पूजा पूजा हो पार मुझे 700 कोटी टका काम धामनगर करके आइली चांदवाली एमएलए धामनगर एमएलए भंडारीपुर एमएलए प्रथम 3 मास जितला काम रहा उद्घाटन करवा सब कम करी कौट फलक शिलान्यास मान नी उद्घाटन प्रचार सर्वस्व गोटे व्यवस्था चलती कंपटीशन चलती मुझे 700 कोटी कर मुझे कौन मार्बल मारी पार ना उद्घाटन कर से प्रफुल्ल साल भंडारीपुर कले राजू दास धामनगर कले ये विजय नायक कले फलक शो मारे उद्घाटन कले। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।